ଆଜି ମହାପ୍ରଭୁ ଜଗନ୍ନାଥ ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆସନ୍ତୁ ଜାଣିବା ଏହି ବେଶର କିଛି ଅଜଣା କଥା। ପଞ୍ଚୁକର ପଞ୍ଚମ ତଥା ଅନ୍ତିମ ଦିନ କାର୍ତ୍ତିକ ପୂର୍ଣ୍ଣିମା ଦିନରେ ମହାପ୍ରଭୁମାନେ ରାଜରାଜେଶ୍ୱର ବେଶରେ ସଜ୍ଜିତ ହୁଅନ୍ତି। ଏହି ବେଶକୁ ସୁନାବେଶ ମଧ୍ୟ କୁହାଯାଏ। ଏହି ବିରଳ ବେଶର ମହତ୍ଵ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ମହାପ୍ରଭୁ ଜଗନ୍ନାଥଙ୍କୁ ସମ୍ରାଟ ବା ଚକ୍ରବର୍ତ୍ତୀ ରାଜା ରୂପରେ ପ୍ରତିଫଳିତ କରେ। ଏହି ବେଶରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ବହୁ ପରିମାଣର ସୁନା ଅଳଙ୍କାରରେ ସଜ୍ଜିତ କରାଯାଏ। ଏହି ପରମ୍ପରା ଗଜପତି କପିଳେନ୍ଦ୍ର ଦେବଙ୍କର ସମୟରୁ ଆରମ୍ଭ ହୋଇଥିଲା। ଦକ୍ଷିଣ ଭାରତ ବିଜୟ ଲାଭ କଲା ପରେ ସେ ପ୍ରଚୁର ସୁନା ଆଣି ପ୍ରଭୁ ଜଗନ୍ନାଥଙ୍କୁ ଦାନ କରିଥିଲେ ଏବଂ ତାଙ୍କୁ ଓଡ଼ିଶାର ସର୍ବଶ୍ରେଷ୍ଠ ରାଜା ଭାବରେ ସ୍ୱୀକାର କରିଥିଲେ। ଏହି ବେଶରେ ଠାକୁରମାନେ ସୁବର୍ଣ୍ଣ କିରୀଟି, କୁଣ୍ଡଳ, ଶ୍ରୀପୟର, ଶ୍ରୀଭୁଜ, ଚକ୍ର ଓ ଶଙ୍ଖ ଭଳି ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରାଯାଏ। ରାଜରାଜେଶ୍ୱର ବେଶରେ ଠାକୁରମାନଙ୍କୁ ଦର୍ଶନ କରିବା ଦ୍ୱାରା ଅଶେଷ ପୁଣ୍ୟ ମିଳେ ଏବଂ ମନୋବାଞ୍ଛା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ପଞ୍ଚୁକର ଅନ୍ୟ ବେଶ ଗୁଡ଼ିକ ଭଳି ଏହି ବେଶ ମଧ୍ୟ ରତ୍ନ ବେଦୀରେ ଅନୁଷ୍ଠିତ ହୁଏ। ଏହି ଦିନ ଶ୍ରୀମନ୍ଦିରରେ ହରିବୋଲ ଓ ହୁଳହୁଳିରେ ପରିବେଶ ଭକ୍ତିମୟ ହୋଇଉଠେ। ସାଙ୍ଗମାନେ ଆପଣଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଛି କମେଣ୍ଟରେ ଜୟ ଜଗନ୍ନାଥ ଅବଶ୍ୟ ଲେଖିବେ। ସାଙ୍ଗମାନେ ଆପଣମାନେ ଆମ ଚ୍ୟାନେଲକୁ ନୂଆରେ ଆସିଛନ୍ତି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର।